ମୃତ ଶରୀର ପାଖରେ କରାଯାଉଥିବା ପ୍ରଶଂସା ଏବଂ ଆଘାତ ଦେଇସାରିବା ପରେ ମଗାଯାଉଥିବା ଭୁଲ, ଏସବୁର କିଛି ବି ମୂଲ୍ୟ ନଥାଏ। ଥରେ ଆଖି ପଚାରିଲା ଲୁହକୁ, ଆରେ କଷ୍ଟ ତ ମୋତେ ଲାଗୁଛି, ତୁ କାହିଁକି ବାରମ୍ବାର ଚାଲି ଆସୁଛୁ? ଏହା ଶୁଣି ଲୁହ କହିଲା, ତୁ ଅଛୁ ବୋଲି ମୁଁ ତ ଅଛି, ତୁ ନାହୁଁ ତ ମୁଁ ବି ନାହିଁ। ତେଣୁ ସାଙ୍ଗମାନେ, ବନ୍ଧୁ ହେବ ତ ଆଖି ଆଉ ଲୁହ ପରି। ମୃତ୍ୟୁ ପରେ ବି ଯଦି ବଞ୍ଚିବାକୁ ଚାହୁଁଛ, ତେବେ ଏମିତି କିଛି ଲେଖିଯାଅ ଯାହାକୁ ପଢ଼ି ଲୋକେ ପ୍ରେରଣା ପାଇବେ, କିମ୍ବା ଏମିତି କିଛି କରିଯାଅ ତୁମର କାର୍ଯ୍ୟକୁ ଲୋକେ ମନେ ରଖିବେ। ଏ ଅସ୍ଥାୟୀ ଜୀବନରେ ଚିରସ୍ଥାୟୀ ହେଲା ମଣିଷର ସୁନ୍ଦର ବ୍ୟବହାର, ଯାହା ମୃତ୍ୟୁ ପରେ ବି ସମସ୍ତଙ୍କ ପାଖରେ ସ୍ମୃତି ହୋଇ ରହିଯାଏ। ଯଦି କିଏ ଆପଣଙ୍କୁ ଇଗ୍ନୋର କରୁଛି ତ କରିବାକୁ ଦିଅ। ଆପଣଙ୍କୁ କୌଣସି କଥାରେ ରିପ୍ଲେ ଦେଉନାହିଁ ତ ତାହା ବି କରିବାକୁ ଦିଅ। କେବଳ ଗୋଟିଏ କଥା ମନେ ରଖ, ସମୟ ସମସ୍ତଙ୍କର ଆସିଥାଏ। କୌଣସି ନାରୀକୁ ଖରାପ କହିବାର ଅଧିକାର କୌଣସି ପୁରୁଷର ନାହିଁ, କାହିଁକି ନା ଗୋଟିଏ ପୁରୁଷର ସ୍ପର୍ଶ ବିନା କୌଣସି ନାରୀ କେବେ ବି ଖରାପ ହୋଇନଥାଏ। ସାଙ୍ଗମାନେ, ଜୀବନରେ ଏହି ଦୁଇଟି କଥା ସବୁବେଳେ ମନେ ରଖିଥିବେ। ଯାହାଠୁ ଆପଣ ସାହାଯ୍ୟ ପାଇବେ ନାହିଁ, ତାଙ୍କ ପାଖରେ କେବେ ହେଲେ ହାତ ପତେଇବେ ନାହିଁ। ଆଉ ଯିଏ ଆପଣଙ୍କୁ ସାହାଯ୍ୟ କରୁଛି, ତାଙ୍କ ସହିତ କେବେ ବି ବେଇମାନି କରିବେ ନାହିଁ। ଅବା ସେହିଭଳି ଲୋକଙ୍କୁ ଭୁଲ ବୁଝାବଣା କାରଣରୁ ଜୀବନରୁ କେବେ ହେଲେ ଦୂରେଇ ଦେବେ ନାହିଁ। ମନେ ରଖନ୍ତୁ, ସେହିମାନେ ହେଉଛନ୍ତି ବାସ୍ତବରେ ଆପଣଙ୍କର ପ୍ରକୃତ ବନ୍ଧୁ। ସେମାନଙ୍କ ସହ ଜୀବନରେ ସବୁବେଳେ ଜଡ଼ିତ ହୋଇ ରୁହନ୍ତୁ। ଦେଖିବେ ଆପଣଙ୍କର ମଙ୍ଗଳ ହେବ। କ'ଣ ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ।